ଆଚ୍ଛା, କୌଣସି ରାଜ୍ୟ ପ୍ରକୃତରେ ମହାନ କେମିତି ହୁଏ? ଗତ ଅଧ୍ୟାୟରେ ଆମେ ମହର୍ଷି ବାଲ୍ମୀକିଙ୍କ ଆଖିରେ ଅଯୋଧ୍ୟାର ସେହି ଅପୂର୍ବ ବୈଭବକୁ ଦେଖିଲେ। ହେଲେ ଆଜି ଆମେ ସେହି ରାଜ୍ୟର ଆହୁରି ଭିତରକୁ ଯିବା। ବାଲକାଣ୍ଡର ସପ୍ତମ ସର୍ଗରେ ବାଲ୍ମୀକି ଯେଉଁ ଆଦର୍ଶ ରାଜ୍ୟର ରୂପରେଖା ଦେଇଛନ୍ତି, ଆସନ୍ତୁ ତାକୁ ହିଁ ଆବିଷ୍କାର କରିବା। ଜାଣିଛନ୍ତି, ଏହି ସର୍ଗଟା ଖାଲି ଗୋଟେ କାହାଣୀ ନୁହେଁ। ଏହା ହେଉଛି ଶାସନ କଳା ଉପରେ ଗୋଟେ ମାଷ୍ଟର କ୍ଲାସ୍। ଏଠି ବାଲ୍ମୀକି ସିଧା ରାଜା ଦଶରଥଙ୍କ ପ୍ରଶାସନ ଉପରେ ଫୋକସ୍ କରୁଛନ୍ତି ଆଉ ଦେଖାଉଛନ୍ତି କେମିତି ସେଟା ଗୋଟେ ଆଦର୍ଶ ସମାଜର ମୂଳଦୁଆ ଥିଲା। କଥାଟା ଖାଲି ରାଜାଙ୍କର ନୁହେଁ, କଥାଟା ହେଉଛି ସେହି ମେଧାବୀ ବ୍ୟକ୍ତିମାନଙ୍କର ଯେଉଁମାନେ ରାଜାଙ୍କୁ ଘେରି ରହିଥିଲେ, ତାଙ୍କର ପରାମର୍ଶଦାତା, ତାଙ୍କର ମନ୍ତ୍ରୀ, ଯେଉଁମାନେ ହିଁ ଥିଲେ ରାଜ୍ୟର ପ୍ରକୃତ ସ୍ତମ୍ଭ। ତେବେ ଆଜିର ଏହି ଯାତ୍ରାରେ ଆମେ ମୁଖ୍ୟତଃ 6ଟି ବିଷୟ ଦେଖିବା। ପ୍ରଥମେ ରାଜା ଦଶରଥଙ୍କ ଜ୍ଞାନୀ ପରିଷଦ ବିଷୟରେ ଜାଣିବା, ତାପରେ ସେହି ଅଷ୍ଟମନ୍ତ୍ରୀଙ୍କୁ ଚିହ୍ନିବା, ସେମାନଙ୍କର କ'ଣ ସବୁ ସଦ୍ଗୁଣ ଥିଲା ତାହା ବୁଝିବା, ଆଉ କେମିତି ସେମାନଙ୍କର ଧାର୍ମିକ ଶାସନର ସିଦ୍ଧାନ୍ତ ଏକ ତ୍ରୁଟିହୀନ ରାଜ୍ୟ ଗଢ଼ିଥିଲା, ଆଉ ଶେଷରେ ଏସବୁ କେମିତି ରାଜାଙ୍କର ଗୌରବ ବଢ଼ାଇଥିଲା ତାହା ଦେଖିବା। ଆଚ୍ଛା, ତେବେ ଗୋଟେ ମଜବୁତ ଶାସନର ମୂଳଦୁଆ କେଉଁଠୁ ପଡ଼େ? ବାଲ୍ମୀକିଙ୍କ ମତରେ ଏହାର ଆରମ୍ଭ ହୁଏ ନେତାଙ୍କୁ ଘିରି ରହିଥିବା ଲୋକମାନଙ୍କଠାରୁ। ତେଣୁ ଆମର ପ୍ରଥମ ଭାଗ ହେଉଛି ସେହିମାନଙ୍କ ବିଷୟରେ, ରାଜାଙ୍କର ପରାମର୍ଶଦାତା। ମହର୍ଷି କହୁଛନ୍ତି, ତସ୍ୟାମାତ୍ୟା ଗୁଣୈରାସନ୍ନିକ୍ଷ୍ୱାକୋସ୍ତୁ ମହାତ୍ମନଃ ମନ୍ତ୍ରଜ୍ଞାଶ୍ଚ ଇଙ୍ଗିତଜ୍ଞାଶ୍ଚ ନିତ୍ୟଂ ପ୍ରିୟହିତେ ରତାଃ। ଏହାର ଅର୍ଥଟା ଟିକେ ଭଲ ଭାବରେ ବୁଝିବା। ଏଠି କୁହାଯାଉଛି ଯେ ରାଜା ଦଶରଥଙ୍କ ପାଖରେ ଖାଲି ହଁ ଯା କହିବା ଲୋକ ନଥିଲେ। ତାଙ୍କ ମନ୍ତ୍ରୀମାନେ ନିଜର ଗୁଣ ପାଇଁ ହିଁ ବଛା ହୋଇଥିଲେ। ସେମାନେ ଥିଲେ ମନ୍ତ୍ରଜ୍ଞ, ମାନେ କୂଟନୀତିରେ ନିପୁଣ, ଆଉ ତାଠୁ ବଡ଼ କଥା ସେମାନେ ଥିଲେ ଇଙ୍ଗିତଜ୍ଞ, ମାନେ ରାଜାଙ୍କର କେବଳ ଗୋଟିଏ ଇସାରାରୁ ତାଙ୍କ ମନର କଥା ବୁଝିପାରୁଥିଲେ। ଆଉ ସେମାନଙ୍କର ଏକମାତ୍ର ଲକ୍ଷ୍ୟ କ'ଣ ଥିଲା? ସବୁବେଳେ ରାଜା ଏବଂ ରାଜ୍ୟର ହିତ କରିବା। ହଉ, ଆମେ ତ ଜାଣିଲେ ଯେ ପରିଷଦରେ ବହୁତ ଜ୍ଞାନୀ ଲୋକ ଥିଲେ, କିନ୍ତୁ ପ୍ରକୃତିରେ ସେମାନେ କିଏ ଥିଲେ? ଆସନ୍ତୁ ଦେଖିବା। ବାଲ୍ମୀକି ଏବେ ସେହି ମୁଖ୍ୟ ଲୋକମାନଙ୍କ ସହିତ ଆମର ପରିଚୟ କରାଉଛନ୍ତି, ଯେଉଁମାନେ ହିଁ ଥିଲେ ଅଯୋଧ୍ୟା ପ୍ରଶାସନର ମୂଳଦୁଆ। ଦ୍ୱିତୀୟ ଶ୍ଲୋକରେ ସଂଖ୍ୟାଟା ସ୍ପଷ୍ଟ ହୋଇଯାଉଛି। ସେଠାରେ ଥିଲେ 8 ଜଣ ପ୍ରସିଦ୍ଧ ମନ୍ତ୍ରୀ। କିନ୍ତୁ ଖାଲି ସଂଖ୍ୟା ନୁହେଁ, ସେମାନଙ୍କ ପାଇଁ ବ୍ୟବହାର ହୋଇଥିବା ଶବ୍ଦଗୁଡ଼ିକ ଦେଖନ୍ତୁ। ପ୍ରଥମଟି ହେଲା ସୁଚୟଃ, ମାନେ କାମରେ ଆଉ ଚିନ୍ତାରେ ଏକଦମ ପବିତ୍ର, ଆଉ ଦ୍ୱିତୀୟଟି ହେଲା ଅନୁରକ୍ତାଃ, ମାନେ ରାଜକାର୍ଯ୍ୟ ପାଇଁ ନିଜକୁ ପୂରାପୂରି ସମର୍ପି ଦେଇଥିଲେ। ଆଉ ତାପରେ ତୃତୀୟ ଶ୍ଲୋକରେ ଆସୁଛି ସେମାନଙ୍କର ନାଁ: ଦୃଷ୍ଟି, ଜୟନ୍ତ, ବିଜୟ, ସିଦ୍ଧାର୍ଥ, ଆର୍ଥସାଧକ, ଅଶୋକ, ମନ୍ତ୍ରପାଳ ଆଉ ସବା ଶେଷର ମହାନ ସୁମନ୍ତ୍ର। ଏହି 8 ଜଣଙ୍କୁ ହିଁ ରାଜ୍ୟର ମେରୁଦଣ୍ଡ ବୋଲି କୁହାଯାଇପାରେ। ଆଉ ହଁ, ସୁମନ୍ତ୍ର ଖାଲି ଅଷ୍ଟମ ମନ୍ତ୍ରୀ ନଥିଲେ, ସେ ଥିଲେ ପ୍ରାୟତଃ ମୁଖ୍ୟମନ୍ତ୍ରୀ, ରାଜାଙ୍କର ସବୁଠୁ ବିଶ୍ୱସ୍ତ ସହଯୋଗୀ। କିନ୍ତୁ କାହାଣୀ ଏତିକିରେ ସରୁନି। ଶାସନର ଯେଉଁ ଷ୍ଟ୍ରକ୍ଚର ଥିଲା ସେଟା ଆହୁରି ଇଣ୍ଟରେଷ୍ଟିଂ। ଚତୁର୍ଥ ଶ୍ଲୋକ କହୁଛି ଯେ ଏହି 8 ଜଣ ଯେଉଁ ଏକ୍ଜିକ୍ୟୁଟିଭ ମନ୍ତ୍ରୀ ଥିଲେ, ମାନେ ଅମାତ୍ୟ, ସେମାନଙ୍କ ବାଦ ଆହୁରି 2 ଜଣ ପରମ ସମ୍ମାନିତ ଋଷି ପରାମର୍ଶଦାତା ଥିଲେ। ସେମାନଙ୍କୁ କୁହାଯାଉଥିଲା ଋତ୍ୱିଜ। ଆଉ ସେମାନେ କିଏ ଥିଲେ? ମହର୍ଷି ବଶିଷ୍ଠ ଆଉ ବାମଦେବ। ଏଥିରୁ ଗୋଟେ ବହୁତ ବଡ଼ କଥା ଜଣାପଡ଼ିଛି। ଦୈନନ୍ଦିନ ପ୍ରଶାସନ ଆଉ ଆଧ୍ୟାତ୍ମିକ ନୈତିକ ମାର୍ଗଦର୍ଶନ ଭିତରେ ଗୋଟେ ସ୍ପଷ୍ଟ ପାର୍ଥକ୍ୟ ରଖାଯାଇଥିଲା। ଆଚ୍ଛା, ଜଣେ ଆଦର୍ଶ ମନ୍ତ୍ରୀ ହେବା ପାଇଁ କ'ଣ ଦରକାର? କେଉଁ ଗୁଣଗୁଡ଼ିକୁ ବାଲ୍ମୀକି ସବୁଠୁ ବେଶୀ ଗୁରୁତ୍ୱ ଦେଉଥିଲେ? ଆସନ୍ତୁ ସେହି କ୍ୟାରେକ୍ଟର ସ୍କେଚକୁ ଟିକେ ଦେଖିବା, ଯାହା ସେ ଏହି ନେତାମାନଙ୍କ ପାଇଁ ତିଆରି କରିଛନ୍ତି। ପଞ୍ଚମ ଶ୍ଲୋକଟା ତ ସତରେ ଗୋଟେ ଗୁଣର ଖଣି। ଟିକେ ଧ୍ୟାନ ଦେଇ ଶୁଣିବା। ବିଦ୍ୟା ବିନୀତା ହରିମନ୍ତ କୁଶଲା ନିୟତେନ୍ଦ୍ରିୟା ଶ୍ରୀମନ୍ତଶ୍ଚ ମହାତ୍ମାନଶ୍ଚ ଶାସ୍ତ୍ରଜ୍ଞା ଦୃଢ଼ବିକ୍ରମା। ଏହାର ପ୍ରତ୍ୟେକ ଶବ୍ଦ ଗୋଟେ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱର ଚିତ୍ର ଦେଉଛି, ଯାହା ରାଜ୍ୟ ସେବା ପାଇଁ ଦରକାର। ଆସନ୍ତୁ ଏଥିରୁ ଗୋଟିଏ ଶବ୍ଦକୁ ଟିକେ ଭଲରେ ବୁଝିବା। ନିୟତେନ୍ଦ୍ରିୟ। ଏହାର ସିଧା ଅର୍ଥ ହେଲା ନିଜ ଇନ୍ଦ୍ରିୟ ଉପରେ ପୂରା ନିୟନ୍ତ୍ରଣ। ଦେଖନ୍ତୁ, ଏଇଟା କେତେ ଗଭୀର କଥା। ବାଲ୍ମୀକି ଏଠି କହିବାକୁ ଚାହୁଁଛନ୍ତି ଯେ ଜନସେବା କରିବା ଆଗରୁ ନିଜ ଉପରେ ବିଜୟ ପାଇବା ନିହାତି ଜରୁରୀ। ସେଲ୍ଫ ଡିସିପ୍ଲିନ୍ କିଛି ବୋନସ୍ ନଥିଲା, ଏହା ଥିଲା ସବୁଠୁ ବଡ଼ ଯୋଗ୍ୟତା। ତେବେ ପଞ୍ଚମ ଆଉ ଷଷ୍ଠ ଶ୍ଲୋକରୁ ମୋଟାମୋଟି କ'ଣ ଜାଣିଲେ? ସେମାନେ ବିଦ୍ୱାନ ଥିଲେ କିନ୍ତୁ ବିନମ୍ର, କୁଶଳ ଥିଲେ କିନ୍ତୁ ଆତ୍ମସଂଯମୀ, ସମୃଦ୍ଧ ଥିଲେ କିନ୍ତୁ ମହାନୁଭାବ, ଶାସ୍ତ୍ର ବିଷୟରେ ଜ୍ଞାନ ଥିଲା ଆଉ ଚାରିଆଡ଼େ ଯଶ ବି ଥିଲା। ଆଉ ଗୋଟେ ବହୁତ ସୁନ୍ଦର କଥା ଏଠି କୁହାଯାଇଛି, ସେମାନେ କୁଆଡ଼େ ସବୁବେଳେ ହସି କରି କଥା ଆରମ୍ଭ କରୁଥିଲେ। ଏଇଟା ଗୋଟେ ପଜିଟିଭ୍ ଆଉ ଓପନ୍ ଆଟମସ୍ଫିୟର ତିଆରି କରୁଥିଲା। ହଉ, ବ୍ୟକ୍ତିଗତ ଭାବରେ ଭଲ ଗୁଣ ଥିବା ତ ଗୋଟେ କଥା, କିନ୍ତୁ ସେହି ଗୁଣଗୁଡ଼ିକ ଶାସନରେ କେମିତି କାମରେ ଲାଗୁଥିଲା, ଏବେ ଆମେ ସେଇଟା ହିଁ ଦେଖିବା।
କାରଣ ଖାଲି ଭଲ ହେଲେ ତ ଚଳିବନି, ଭଲ କାମ କରିବାଟା ବି ତ ଦରକାର। ସପ୍ତମ ଶ୍ଲୋକରେ ହିଁ ଧାର୍ମିକ ଶାସନର ସବୁଠୁ ବଡ଼ ସିଦ୍ଧାନ୍ତ ବିଷୟରେ କୁହାଯାଇଛି, ଆଉ ଏହାର ଆରମ୍ଭ ହେଉଛି ଏହି ଶବ୍ଦଗୁଡ଼ିକରୁ। ଟିକେ ଭାବନ୍ତୁ ତ ଏ କଥାର ଗଭୀରତାକୁ। ସେମାନେ କେବେ ବି ମିଛ କହିବେ ନାହିଁ, ରାଗରେ ବି ନୁହେଁ, କୌଣସି ଇଚ୍ଛା ପାଇଁ ବି ନୁହେଁ, କିମ୍ବା ନିଜ ଫାଇଦା ପାଇଁ ତ ଆଦୌ ନୁହେଁ। ଏଇଟା ହିଁ ତ ସଚ୍ଚୋଟତାର ମୂଳଦୁଆ। ଯେତେବେଳେ ନେତୃତ୍ୱ ଏତେ ସତ୍ୟବାଦୀ ହେବ, ସେତେବେଳେ ହିଁ ତ ସମାଜରେ ବିଶ୍ୱାସ ଜନ୍ମିବ। ଆଉ ତାପରେ ଅଷ୍ଟମ ଶ୍ଲୋକରେ ଆସୁଛି ନ୍ୟାୟର ମୂଳଦୁଆ, ଆଉ ତାହା ବି ଏହି ଗୋଟିଏ ଶକ୍ତିଶାଳୀ ବାକ୍ୟରେ। ଏହାର ଅର୍ଥ କ'ଣ ଟିକେ ଭାବନ୍ତୁ ତ। ସେମାନେ ଠିକ୍ ସମୟରେ ଦଣ୍ଡ ଦେବା ପାଇଁ ପଛାଉ ନଥିଲେ, ଏପରିକି ନିଜ ପିଲାମାନଙ୍କୁ ବି ଦଣ୍ଡ ଦେଉଥିଲେ। କୌଣସି ଫେଭରିଟିଜମ୍ ନାହିଁ, କୌଣସି ପକ୍ଷପାତ ନାହିଁ। ଆଇନ ସମସ୍ତଙ୍କ ଉପରେ, ସମ୍ପର୍କର ବି ଉପରେ। ଏଇଟା ହିଁ ତ ଗୋଟେ ପ୍ରକୃତ ଧର୍ମରାଜ୍ୟର ପରିଚୟ। ଆଚ୍ଛା, ଯେତେବେଳେ ନେତୃତ୍ୱ ଏତେ ନୈତିକ, ସେତେବେଳେ ସାଧାରଣ ଲୋକଙ୍କ ଜୀବନ କେମିତି ଥିବ? ଆସନ୍ତୁ ଦେଖିବା। ବାଲ୍ମୀକି ଏବେ ସେହି ସମାଜର ଗୋଟେ ପୁରା ସ୍ପଷ୍ଟ ଚିତ୍ର ଆଙ୍କୁଛନ୍ତି। 12 ଶ୍ଲୋକରେ ଗୋଟେ ଏମିତି କଥା କୁହାଯାଇଛି ଯାହା ଶୁଣିଲେ ହୁଏତ ବିଶ୍ୱାସ କରିହେବନି। ଶ୍ଲୋକଟି କହୁଛି, ଶୁନ୍। ହଁ, ବାଲ୍ମୀକିଙ୍କ କହିବା ଅନୁସାରେ ପୁରା ସହର କିମ୍ବା ରାଜ୍ୟରେ ମିଛ କହୁଥିବା ଲୋକଙ୍କ ସଂଖ୍ୟା ଥିଲା ଠିକ୍ 0। ଆଉ ସେ ଏହାର କାରଣ ବି ଦେଉଛନ୍ତି। ପବିତ୍ର, ଏକମତ ଆଉ ଜ୍ଞାନୀ ଲୋକଙ୍କ ନେତୃତ୍ୱର ଏହା ହିଁ ସିଧାସଳଖ ଫଳାଫଳ ଥିଲା। ଶିକ୍ଷାଟା ବହୁତ ସ୍ପଷ୍ଟ। ଯେତେବେଳେ ଉପରେ ସଚ୍ଚୋଟତା ଥାଏ, ତାହା ହିଁ ତଳକୁ ପ୍ରବାହିତ ହୁଏ ଆଉ ପୁରା ସମାଜକୁ ଗଢ଼ିଥାଏ। ଆଉ 13 ଶ୍ଲୋକ ଏହି କଥାକୁ ଆହୁରି ପକ୍କା କରିଦେଉଛି। ସେଥିରେ ଏକ ଶାନ୍ତ ଆଉ ସଦ୍ଗୁଣୀ ରାଜ୍ୟର ବର୍ଣ୍ଣନା କରାଯାଇଛି। କଥାଟା ଏକଦମ ସ୍ପଷ୍ଟ। ସମାଜ ଥିଲା ନିଜର ନେତୃତ୍ୱର ପ୍ରତିବିମ୍ବ। ମନ୍ତ୍ରୀମାନଙ୍କର ଭଲ ଗୁଣ ସିଧାସଳଖ ସାଧାରଣ ନାଗରିକଙ୍କ ଚରିତ୍ରରେ ଦେଖାଯାଉଥିଲା। ଆଉ ଏବେ ଆସନ୍ତୁ ଏହି ସବୁର ଶିଖରକୁ, ରାଜା ଦଶରଥଙ୍କ ପାଖକୁ। କାରଣ ଆମେ ଯେମିତି ଦେଖିବାକୁ ଯାଉଛେ, କୌଣସି ରାଜା ଏକୁଟିଆ ମହାନ ହୁଅନ୍ତି ନାହିଁ। ତାଙ୍କ ଶକ୍ତି ଥିଲା ତାଙ୍କ ପରିଷଦର ଶକ୍ତିର ହିଁ ପ୍ରତିଫଳନ। ଏହି ସ୍ୱର୍ଗର ସବୁଠୁ ଶେଷ ଶ୍ଲୋକରେ ଗୋଟେ ବହୁତ ଶକ୍ତିଶାଳୀ ଉପମା ଦିଆଯାଇଛି। ତୈର୍ମନ୍ତ୍ରୀଭିର୍ ମନ୍ତ୍ରହିତେ ନିୟୁକ୍ତୈରବ୍ରତୋ ଅନୁରକ୍ତୈ କୁଶଳୈ ସମର୍ଥୈ ସ୍ୱପାର୍ଥିବୋ ଦୀପ୍ତିମବାପ ୟୁକ୍ତ ତେଜୋମୟୈର୍ ଗୋଭିରିବୋଦିତୋ ଅର୍କଃ। ଏ ଉପମାଟା କେତେ ସୁନ୍ଦର ଭାବନ୍ତୁ ତ। ରାଜା ଦଶରଥ ହେଉଛନ୍ତି ଉଦିତ ସୂର୍ଯ୍ୟ, ଆଉ ତାଙ୍କର ତେଜସ୍ୱୀ ମନ୍ତ୍ରୀମାନେ ହେଉଛନ୍ତି ତାର କିରଣ। ଯେମିତି ସୂର୍ଯ୍ୟ ନିଜ କିରଣ ବିନା ଅସମ୍ପୂର୍ଣ୍ଣ, ଠିକ୍ ସେମିତି ରାଜା ଦଶରଥଙ୍କ ଗୌରବ ବହୁଗୁଣିତ ହେଉଥିଲା ତାଙ୍କ ପାଖରେ ଥିବା ସେଇ ମହାନ ବ୍ୟକ୍ତିମାନଙ୍କର ପ୍ରତିଭା ଦ୍ୱାରା। ଆଉ ଏହି ଚିତ୍ର ସହିତ ବାଲ୍ମୀକି ଆମ ପାଇଁ ଗୋଟେ ଚିରନ୍ତନ ପ୍ରଶ୍ନ ଛାଡ଼ି ଦେଇ ଯାଉଛନ୍ତି, ପ୍ରକୃତରେ ଗୋଟେ ମହାନ ରାଷ୍ଟ୍ରର ମୂଳଦୁଆ କ'ଣ? ଜଣେ ଏକାକୀ ଶକ୍ତିଶାଳୀ ନେତା, ନା ସେହି ନେତାଙ୍କୁ ସମର୍ଥନ କରୁଥିବା ଜ୍ଞାନୀ, ସଚ୍ଚୋଟ ଆଉ ସମର୍ପିତ ପରାମର୍ଶଦାତାମାନଙ୍କର ପୁରା ଦଳ? ଏହି ଚିନ୍ତା ସହିତ ଆଜିର ଆଲୋଚନା ଏଇଠି ଶେଷ କରୁଛେ।